2026 ପିଲାମାନେ ପରୀକ୍ଷା ଦେବାକୁ ଯାଉଥିବା ମେଟ୍ରିକ୍ ବୋର୍ଡ଼ ତା ପୂର୍ବରୁ ପ୍ରି ବୋର୍ଡ଼ ଯେଉଁ ଏକ୍ଜାମ୍ କରାଯିବ ସେ ପ୍ରି ବୋର୍ଡ଼ ଏକ୍ଜାମ୍ର ପ୍ରିପାରେସନ୍ ପାଇଁ ଆମେ ନେଇ ଆସୁଛୁ ସାହିତ୍ୟର ଗୋଟେ MCQ ସେଟ୍ ଇ ସେଟ୍ 1 ନମ୍ବର ଠାରୁ 50 ନମ୍ବର ପର୍ଯ୍ୟନ୍ତ ଆମେ ଦେଖିବା ଏବଂ ତାର ଉତ୍ତର ମଧ୍ୟ କହିବା ମନ ଦେଇକି ସମସ୍ତେ ଶୁଣିବା ଏବଂ ଯେଉଁମାନେ ଚାହୁଁଛନ୍ତି ଆର ସ୍କ୍ରିନଶଟ୍ ମଧ୍ୟ ନେଇପାରିବା ଏବଂ ପ୍ରାକ୍ଟିସ୍ କରିବା। ସମସ୍ତଙ୍କୁ ଅଲ୍ ଦି ବେଷ୍ଟ। ସମସ୍ତେ ପରୀକ୍ଷାରେ ଭଲ କରନ୍ତୁ। ଆସନ୍ତୁ ଦେଖିବା ବର୍ତ୍ତମାନ ଆମେ ଉଷା ସୀତାଙ୍କ ପାଇଁ କେଉଁ ଉପହାର ଆଣିଥିଲେ? ଆନ୍ସର୍ ହେବ ନିହାର ମୁକ୍ତା। ସୀତାଙ୍କୁ ପାଇ କିଏ ନିଜକୁ ଭାଗ୍ୟବତୀ ମନେ କରିଥିଲେ? ଆମର ଏଇଟା ହେବ ଉତ୍ତର ତମସା ନଦୀ। ଭଲ ଭାବରେ ପିଲାମାନେ ଦେଖିନି ଏଗୁଡ଼ାକୁ କ୍ଲିଅରଲି। ତାପରେ ପ୍ରଶ୍ନ ହେଉଛି ମରୁପଥରେ କବି କ'ଣ ସୃଷ୍ଟି କରିବାକୁ ଚାହୁଁଛନ୍ତି? ନିର୍ଝର। ଦେହ ଦୁଃଖ ପାଇଁ ମାଟି ମା କ'ଣ ରଖିଛନ୍ତି? ଉତ୍ତର ହେବ ଚେରମୂଳି। ଏଇଟା ଚେରମୂଳି ହେଇଯାଇଛି, ଚେରମୂଳି ହେବ ଏ ଅପସନ୍। ଜଗତର କଲ୍ୟାଣ ସାଧନ ନିମିତ୍ତ କବି ମାଟି ମାର କେଉଁ ଗୁଣକୁ ମାଗିଛନ୍ତି? ଏଇଟା ହେବ ଅମାଘ ଧୈର୍ଯ୍ୟ। ଆନ୍ସର୍ ବି। ସାରଳା ଦାସଙ୍କ ପିତୃଦତ୍ତ ନାମ କ'ଣ ଥିଲା? ଅପସନ୍ ଏ ସିଦ୍ଧେଶ୍ୱର ପରିଡ଼ା। ପଠିତ କବିତାରେ ପବନ ପୁତ୍ର କିଏ? ଉତ୍ତର ହେବ ଭୀମ। ରାବଣ କାହାକୁ ଦୂତ କରି ପଠାଇଥିଲା? ଉତ୍ତର ବି ଶୁକସାରଣ। ଉତ୍କଳ ଜନନୀଙ୍କ ଅଙ୍ଗରେ କିଏ ଶୋଭା ପାଏ? ଆମର ଅପସନ୍ ଆସିବ ବନଭୂମି। ତାପରେ ପ୍ରଶ୍ନ ହେଲା ଦୁଃଖୀ ମନରେ ଆଶାର ସ୍ଥିତିକୁ କବି କାହା ସହିତ ତୁଳନା କରିଛନ୍ତି? ଉତ୍ତର ହେବ ବୋଇତର ଶିଖା ସହିତ। ଲେଖକ କାହାକୁ ଜନ୍ମଭୂମି ବୋଲି କହିଛନ୍ତି? ଏଇଟା ହେବ ଭୂମିଷ୍ଠ ହୋଇଥିବା ପଲ୍ଲୀକୁ। ଜନ୍ମଭୂମି ପ୍ରବନ୍ଧଟି ଲେଖକଙ୍କ କେଉଁ ପୁସ୍ତକରୁ ସଂଗୃହୀତ ହୋଇଛି? ପ୍ରବନ୍ଧ ମାନସ। ମନୁଷ୍ୟ ବହୁ ପରିମାଣରେ କାହାର ଦାସ ବୋଲି ପଠିତ ପ୍ରବନ୍ଧରେ କୁହାଯାଇଛି? ଏଇଟା ହେବ ଗତାନୁଗତିକତାର। ଗୋବିନ୍ଦା ଭାଇ କେଉଁ ପ୍ରକାର ଲୋକ ଥିଲେ? ନା ଆଜୀବନ ଅକର୍ମା। ଜଡ଼ ବିଜ୍ଞାନ ମୂଳରେ ଆମର କେଉଁ ଶାସ୍ତ୍ର ନିହିତ? ଉତ୍ତର ହେବ ଗଣିତ ଶାସ୍ତ୍ର ନିହିତ। ଭାରତୀୟ ସଭ୍ୟତାର ଆଦର୍ଶ କ'ଣ ଥିଲା? ଏଇଟା ହେବ ତ୍ୟାଗ ଓ ଆତ୍ମସଂଯମ। ଜନତାର ପ୍ରଥମ ପ୍ରୟୋଜନ କ'ଣ? ଆଞ୍ଚଳିକ ଭାଷା। କାହାର କଲ୍ୟାଣ ସାଧନ କରିବାକୁ ନରେନ ନିର୍ଦ୍ଦେଶ ଦେଇ ରାମକୃଷ୍ଣ ବିଦାୟ ନେଇଥିଲେ? ଜଗତର। ଓଡ଼ିଆ ସାହିତ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ ଉପନ୍ୟାସର ନାମ କ'ଣ? ପଦ୍ମମାଳୀ। ମାଟିର ମଣିଷ ଉପନ୍ୟାସର ଲେଖକ କିଏ? କାଳିନ୍ଦୀ ଚରଣ ପାଣିଗ୍ରାହୀ। ଗଳ୍ପରେ ବର୍ଣ୍ଣିତ କାଠୁରିଆର ଘର କେଉଁଠି? ନା ଏଇଟା ହେବ ବେତନଟି। ଗୋଦାମରୁ ଲେଖକ କେଉଁ କାଠ କିଣିଥିଲେ? ଧଅ କାଠ। ମୁଁ ତ ଦୁନିଆର ସବୁଠାରୁ ଶୀଘ୍ର ଚାଲେ, ଏହା କିଏ କହିଛନ୍ତି? ଏଇଟା କହିଛନ୍ତି ଦୀର୍ଘଦେହୀ ପୁରୁଷ। ତାପରେ ଦେଖିବା ବସ୍ରୁ ଓହ୍ଲାଇ ନଟବରବାବୁ କେଉଁ ଆଡ଼କୁ ମୁହାଁଇଥିଲେ? ହରିଗୁଡ଼ିଆ ଚାଳିଆ ଆଡ଼କୁ। ବଉଳ ଗଛ ଛାଇରେ ମଧୁ ତିଆଡ଼ି କ'ଣ ପଢ଼ୁଥିଲେ? ଏଇଟା ଉତ୍ତର ହେବ ଆମର ଭାଗବତ। ଫଲ୍ଗୁ ଏକାଙ୍କିକାର ଲେଖକ କିଏ? ମନୋରଞ୍ଜନ ଦାସ। ପ୍ରୀତି ଚାଉଳ ଭଜାକୁ କେଉଁଥିରେ ପୁରାଇ ଆଣିଥିଲା? କାନିରେ। ଧରମା କିପରି ମୃତ୍ୟୁବରଣ କରିଥିଲା? ସମୁଦ୍ରରେ ଝାସ ଦେଇ। ମରୁ ପ୍ରଳୟ ହୋଇଯାଉ ତୋଠୁ ଆମେ ଉତ୍ତର ଚାହୁଁ, ଏ ଉକ୍ତିଟି କାହାର ଥିଲା? ନା ଏ ଉକ୍ତିଟି ଥିଲା ଶିଳ୍ପୀଗଣଙ୍କର। ଅପସନ୍ ଡି ଅଛି, ଦେଖ ପିଲାମାନେ। କେଉଁ ମନ୍ଦିରର କାରୁକାର୍ଯ୍ୟ
ଉତ୍କଳର ଶ୍ରେଷ୍ଠ କୀର୍ତ୍ତି ଥିଲା? ଉତ୍ତର ହେବ ଆମର କୋଣାର୍କର ସୂର୍ଯ୍ୟ ମନ୍ଦିର। ଶୁଦ୍ଧ ଶବ୍ଦଟିକୁ ବାଛି ଲେଖ। ଭଲ ଭାବରେ ଦେଖ ପିଲାମାନେ, ଏଠି ଶୁଦ୍ଧ ଶବ୍ଦ ଏଇଟା ହେବ ଅପସନ୍ ସି ବହିଷ୍କୃତ। ଉଜ୍ଜଳ କେଉଁ ବିଧିରୁ ଠିକ୍ ହେବ ନା ସନ୍ଧିଗତ ଅନୁସାରେ ଠିକ୍ ହେବ। ଚୋଖୀ ଛନ୍ଦ କେତେ ପାଦରେ ଏକ ପଦ ହୁଏ? 4 ପାଦରେ। ତାପରେ ଦେଖିବା ବାବୁ ନାକସିରି ଦାନ ଯୋଗ୍ୟ ଯୋଷାକୁ ବିହାର କାନନ କର ଆଲିଙ୍ଗନକୁ। ଏଠାରେ କେଉଁ ଅଳଙ୍କାର ହୋଇଛି? ଏଠାରେ ଅଳଙ୍କାର ହେଇଛି ଶ୍ଲେଷ, ଅପସନ୍ ବି। ବାକ୍ୟରେ ବ୍ୟବହାର କରାଯାଉଥିବା ପଦଗୁଡ଼ିକର ପାରସ୍ପରିକ ସମ୍ବନ୍ଧକୁ କ'ଣ କୁହାଯାଏ? ଏଇଟା ହେବ ଆମର ଯୋଗ୍ୟତା। କଳା କଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ କରନ୍ତି ମଥୁରା ବିଜୟ ଦାଣ୍ଡେ ଦେଖ ସଂଘାତ ପଦଟି କେଉଁ ଛନ୍ଦରେ ରଚିତ? ଏଇଟା ହେବ ରାମକେରି। ଯାହାକୁ ତୁଳନା କରାଯାଇଥାଏ ତାହାକୁ କ'ଣ କୁହାଯାଏ? ତାକୁ ଆମେ ତୁଳନା କରାହେଉଛି କୁହାଯାଏ, ତାକୁ ଉପମେୟ କୁହାଯାଏ। ବାକ୍ୟରେ ବିଶେଷଣ ପଦ କେଉଁ ପଦ ପୂର୍ବରୁ ବସେ ନା ବିଶେଷ ପଦ ପୂର୍ବରୁ ବସେ? ସତରେ ତମେ ଆସିଛ, ଏହା କି ବାକ୍ୟ? ସତରେ ତମେ ଆସିଛ ରହୁଛି ବିସ୍ମୟ ସୂଚକ ବାକ୍ୟ। ସତରେ ତମେ ଆସିଛ ବିସ୍ମୟଜନକ ବାକ୍ୟଟା। ଅଲରେଡ଼ି ଏଠି ଚିହ୍ନରୁ ଜାଣିପାରିବ। ଜାଣିବାକୁ ଇଚ୍ଛା କରେ ଯେ ଏକ ପଦରେ ଲେଖ, ଏଇଟା ହେବ ଜିଜ୍ଞାସୁ। ଅପସନ୍ ଡିଟା ଦେଖ ପିଲାମାନେ ସ୍ପେଲିଂଟା। ଭିନ୍ନାତ ବୋଧକ ଏକ ପ୍ରକାର ଶବ୍ଦର ବାରମ୍ବାର ଆବୃତ୍ତିକୁ କେଉଁ ଅଳଙ୍କାର କୁହାଯାଏ? ଏଇଟା ଆମର ଯମଜ କୁହାଯାଏ। ଯମକ ଲେଖା ହେଇଛି। ଶ୍ଲେଷ ଅଳଙ୍କାର କେତେ ଭାଗରେ ବିଭକ୍ତ ହେଇଛି? ଶ୍ଲେଷ ଅଳଙ୍କାର 3 ଭାଗରେ ବିଭକ୍ତ କରାଯାଇଛି। କ୍ରିୟାପଦ ବାକ୍ୟରେ କେଉଁଠି ବସେ? କ୍ରିୟାପଦ ବାକ୍ୟର ଶେଷରେ ବସେ। ତାପରେ ହେଲା ଆମର ଗିରିପଥ ଭାବରେ ଖାଇବାର ସବୁଠୁ ଲମ୍ବା ସଂକ୍ଷେପ ପ୍ରକାଶ କଲେ କ'ଣ ହେବ? ଏଇଟା ଅପସନ୍ ପିଲାମାନେ ଦେଖ, ଆମର ବି ଅଛି, ଖାଇବର ଦୀର୍ଘତମ ଗିରିପଥ। ଏଇଟା ହେବ। 40 ନିମ୍ନଲିଖିତ କେଉଁଟି ଣତ୍ଵ ବିଧିର ନିୟମର ଅନ୍ତର୍ଭୁକ୍ତ ନୁହେଁ? ନୁହେଁ କହିଲେ ଏଇଟା ମଦନ ଯିବ, ଯେମିତି ମଶାଣୀ ସେମିତି ମଦନ ଏମିତି। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଠିକ୍ ଶବ୍ଦ ଅଟେ? ଠିକ୍ ଶବ୍ଦ ଅଟେ ଏଇଟା ଦେଖ, ଆନୁଷଙ୍ଗିକ ଲେଖା ହେଇଛି ଅପସନ୍ ବିରେ, ଯେଉଁଟା ସ୍ପେଲିଂଟା ସେଇଟା ଦେଖ। 48 ସୁବିଧା ଦେବା ଏହାର ଅର୍ଥ ପ୍ରକାଶ କଲେ କ'ଣ ହେବା? ସୁବିଧା ଦେବାର ଅର୍ଥ ହେଲା ଆମର ମୁହଁ ବଢ଼େଇବା, ତେଣୁ ସୁବିଧା ଦେଉଛେ। ଅତି ସାମାନ୍ୟ ଏହି ଅର୍ଥ ବୁଝାଉଥିବା ଲୋକବାଣୀଟା କ'ଣ? ଅତି ସାମାନ୍ୟ ବୋଲେ ଏଇଟା ହେଉଛି କେଉଁ ଗାଈର ଗୋବର, ଅତି ସାମାନ୍ୟ। ବିଭାସ କେଦାର ଛନ୍ଦଟି କେତେ ପାଦରେ ବିଶିଷ୍ଟ? ଏଇଟା ଉତ୍ତର ହେବ ଆମର 2 ପାଦରେ ବିଶିଷ୍ଟ। ଭଲ ଭାବରେ ପ୍ରଶ୍ନ ଏଇଟା ପଢ଼ିବାର ଚାନ୍ସେସ୍ ଅଛି। କମ୍ ସେ କମ୍ ଅତି ଭଲ ଭାବରେ ତାକୁ ଟିକେ ନିରୀକ୍ଷଣ କର। ନିହାତି ଭାବରେ ଆମର 80% ଏବଭ୍ ଏଇ କୋଶ୍ଚିନ୍ ଆସିପାରେ। ଜୟ ଜଗନ୍ନାଥ ପିଲାମାନେ।